देख पारे आवे एठी माँ ठाकुराणी पाड़े पहुँची जाइचु जो माँ ठाकुराणी पीठ जो से पहुँची गोटे देहुरी आसंगे जी पूजा करेंगे मु जिनस नहीं आसी पूजापाई एठू पूजा होगी गले गलापर जाकि आम गाँव यज्ञ स्टार्ट हम होम जोड़ा देख पारे आम एठी पाच चढ़ के जाऊँ ठाकुराणी पाखु प्राय ये 200टा उपरे पाउच हम आपण को मुझे पहुँचिकी ठाकुराणी पाखे से आपन को देखा केमती कौन पीठ ठाकुराणी पीठ पहुँची जाइचु ये अच्छा से माँ ठाकुराणी अच्छा यहाँ हूँ दुआर शुणी माने गेट कहवाक गले पीठर ये गेट ये पत्थरटा देख पारे से अच्छी भितर अच्छा ये मुंडिया मारिकी से भितर को जाई हम शिव ठाकुर पाक जमती गला नंदी को मुंडिया मारे हुए ये सेमती द्वार शुणी ये मुंडिया मारिकी जावाक पड़ो अनुमति नहीं कि एठी वर्ष को थोड़े ही पूजा हुए केवल आषाढ़ संक्रांति रे जोटा रज टाइम रे से माने सफा सुतरा एतला नहीं आ यज्ञ दिन ही आम आसु ये पूजा करने से टी गछ पत्र टे बेसी ये हो जाइए ये देख पारे आम माँ ठाकुराणी पीठ पहुँची गलु ये होती माँ मणिपाठ ठाकुराणी ये पीठ ये ही से पूजा पाती तापर एठू मंदिर से फास्ट रो ये बहुत मैंने पाखापुखी 100 वर्ष है ऊपर हम ये पूजा पाँच 300-400 वर्ष हम तो एवं तो पहुँचलु पूजा टे कर सारा जाऊ सफा सुतरा करी तापर पूजा कर सारापर आम देहुरी अच्छा से आपन को पूरा कहे कहानी कौन ये पूजा पाइबार ठाकुराणी मंदिर केमती है कौन है सब से कहे तो कमिटी हो आदर्श खर्च आसबे आदर्श खर्च आसबे ये देख पारे हम ठाकुराणी पूजा चलती यहाँ हूँ ठाकुराणी घर कहवाक गले मंदिर पीठ यहाँ देख पारे पहाड़ भी पूरा घेरी होगी रही जमी पानी भी पड़ोनी देखते केमती रही ये 2 जन पूजा पाती महादेव भी ये पूजा पाती और माँ दुर्गा भी पूजा पाती ये देख पारे ये 2टा जो से जो पत्थरटा जोटा आपको देखा सी होती महादेव आ माँ ठाकुराणी पत्थरटा से टी बुझी जाइए से मूर्तिटा दवा पाखर ये भितर टी अच्छे से ये 2 जन जाक पूजा पाती ये सरी जाइए ठाकुराणी को देख पारे से होती ठाकुराणी पीठ यहाँ ये आम देहुरी किसी कहे ठाकुराणी विषय में केमती ये पूजा फास्ट है केमती जना पड़ा जे ठाकुराणी अच्छा बोली केमती आसिक पूजा कराला कौन सब ठाकुराणी देहुरी आमर कहे से मंदिर केमती से केमती यज्ञ हो कौन हो सब देहुरी आपन को से विषय जनइबे कहतु ये मो ननापा तो स्वप्न देश है ये ननापा आसिक पूजा करते मैंने मो जेजे बापा बापा आसिक पूजा करते माने से तो से भीतर कथा मुझे जानी
ଏତିକି ଜାଣିଛି ଯେ ତାଙ୍କୁ ସ୍ୱପ୍ନ ଦେଲା ପରେ ଏଠି ଆସିକି ପୂଜା କଲେ। ପୂଜା କଲା ପରେ ତାଙ୍କର ଗୋଟେ ବହୁତ ବଡ଼ କାହାଣୀ ଅଛି। ତ ସେ କାହାଣୀ ତ ଏତେ ଲମ୍ବା କହିହେବନି ନା, ତ ସର୍ଟରେ କରୁଛି। ସେଇଠି ମାଆଙ୍କର ପୂଜା ଚାଲିଥିଲା ରଜ ଦିନ। ତାପରେ ହେଲେ ସେଠି ଗୋଟେ ତାଙ୍କର ଯେଉଁ ଖଣ୍ଡା ଥିଲା, ସେଇ ଖଣ୍ଡାଟା ମାନେ ସେଇଠି ଫାଙ୍ଗଡ଼ିରେ ସେଇଠି ପଡ଼ିଥିଲା। ଆଉ ସେଇଠି ତାପରେ ପ୍ରତ୍ୟେକ ଗୁରୁବାର ପୂଜା ଚାଲେ। ସେ ରଜ ସଂକ୍ରାନ୍ତି ବି ସେ ଗୁରୁବାର ଦିନ ପଡ଼ିଥିଲା ତାଙ୍କର ଆଦେଶରେ। ସେଇଠି ଗୁରୁବାର ପୂଜା ଚାଲିଛି ଆଉ। ମାନେ ଦେଉରୀ କହୁଛନ୍ତି ଯେ ଏଠି ପ୍ରତ୍ୟେକ ବର୍ଷ କେବଳ ରଜ ସଂକ୍ରାନ୍ତି ଦିନ ହିଁ ପୂଜା ହୁଏ। ତ ମାଆ ଏଠି ଆଦେଶ ଦେଲେ ଯେ ଏଠାକୁ ତ ସବୁଦିନ ଆସିକି ପୂଜା କରିବାଟା ସମ୍ଭବ ନୁହେଁ। ସେଇପାଇଁ ତାଙ୍କର ଯେଉଁ ଟାଙ୍ଗିଆ ଥିଲା, ଯେଉଁଟା ମାଆଙ୍କୁ ଯେଉଁଟା ଧରନ୍ତି, ସେଇଟା ଫିଙ୍ଗି ଦେଇଥିଲେ ସିଏ ବାମ ହାତରେ। ତ ସେଇଟା ଯାଇକି ଆମର ସେଠି ଗାଁରେ ପଡ଼ିଥିଲା ଟାଙ୍ଗିଆ। ତ ସେଇଠି ମନ୍ଦିର ସ୍ଥାପିତ ହୋଇ ସେଠି ପ୍ରତ୍ୟେକ ଗୁରୁବାର ଦିନ ସେଠି ପୂଜା ହୁଏ। ଦେଉରୀ ଯାଇକି ପୂଜା କରନ୍ତି। ଆଗ ପୂର୍ବପୁରୁଷ ବି ଯେତିକି ଥିଲେ ସେମାନେ ବି ସେଠି ପୂଜା କରୁଥାନ୍ତି। ତ ଏଠି କେବଳ ରଜ ସଂକ୍ରାନ୍ତି ଦିନ ଆସିକି ପୂଜା ହୁଏ। ମେଳା ବି ହୁଏ। ଏଠି ବହୁତ ଲୋକ ଆସନ୍ତି, ନିହାତି 3000 4000 ଲୋକ ଏଠି ହୁଅନ୍ତି। ଆଉ ଏଇ ଯଜ୍ଞ ଦିନ ଏଠି ଆସିକି ପୂଜା କରାଯାଉ। ଏଠୁ ମାଆଙ୍କ ପାଖରୁ ଅନୁମତି ନେଲା ପରେ ଯାଇକି ସେଠି ଯଜ୍ଞ ପ୍ରାରମ୍ଭ ହୁଏ। ତ ଏଠି ଆଜି ପୂଜା ସରିଯାଇଛି। ତ ଅଲଗା ଦିନ ବି ଆପଣମାନେ ଯଦି ମାନସିକ କରିବେ ଆସିକିରି ଦେହୁରୀଙ୍କୁ ଜଣାଇ ଏଠିକି ଆସିପାରିବେ ପୂଜା କରିବା ପାଇଁ। ତ ଏଠି ଦେଖନ୍ତୁ, ଏଇଟା ହେଉଛି ଆମର ଠାକୁରାଣୀ ପୀଠ। ଏଠି ମା ଆଉଳିପାଟ ଅଛନ୍ତି ଏଠି ପାହାଡ଼ରେ। ଆଉ ସେଠି ଆମ ଗାଁରେ ସେଠି ମନ୍ଦିର ଗୋଟେ କରାହେଇଛି ପୂଜା କରିବା ପାଇଁ ମାଆଙ୍କୁ। ଏଇଟା ଏଠି ପାହାଡ଼ରେ ଅଛନ୍ତି। ଦେଖିପାରୁଥିବେ ଟିକେ ପଥରଟା ଦେଖାଯାଉଛି ଆପଣଙ୍କୁ, ବଡ଼ ପଥରଟା। ପୁରା ଏବେ ତ ମୁଁ ଯାଇପାରିବିନି, ନଟି ହେଇଯାଇଛି ବହୁତ ଗୁଡ଼ାଏ ଗୋଟେ ଗଛ ହେଇଛି। ସେଇଠି ଏମିତି ଗୋଟେ ସ୍ଲପ୍ ଟାଇପ୍ର ଅଛି ପଥରଟା। ସେଇଠି ଗୋଟେ କୂଅ ଅଛି ସେ ପଥର ଭିତରେ। କଣାଟା ବେଶୀ ବଡ଼ ନାହିଁ, ଏତିକି ବଡ଼ କଣାଟା ହେବ। ସେଠି ଗୋଟେ ପଦ୍ମ ଫୁଲ ବାହାରିକି ଫୁଟିଥାଏ। ଏବେ ତ ଆଉ ରହୁନି ପଦ୍ମ ଫୁଲ। ତ ସେଠି ଗୋଟେ କଣାଟା ଅଛି, ପାଣି ଥାଏ। ତ ଭିତରଟା ବହୁତ କଣା, ଜଣା ପଡ଼େନି। ସେଇଠୁ ଆଗରୁ ଆଣିକି ଦେହୁରୀ ଆସିକି ଏଠି ମାନେ ଆଙ୍କ ଯେଉଁ ପୂର୍ବପୁରୁଷ ଥିଲେ ସେମାନେ ସେଇଠୁ ପାଣି ଆଣିକି ଏଠି ପୂଜା କରୁଥାନ୍ତି। ତ ଏବେ ସେଇଟା ପାଣି ଖରାଦିନ ଶୁଖିଯାଏ। ଆଉ ତାପରେ ଏଇ ଯେଉଁ ମାଙ୍କଡ଼ ଯେତେ ସବୁ ମୁହଁ ମାରି ଦେଉଛନ୍ତି, ଅଇଁଠା ହେଇଯାଉଛି ପାଣି। ତ ସେଇ ପାଇଁ ସେ ପାଣିଟା ଆଉ ପୂଜାରେ ଲାଗୁନି। ତ ଏଠି ତଳେ ଗୋଟେ ଟ୍ୟୁବୱେଲ୍ ଅଛି, ସେଇଠୁ ପାଣି ନେଇକି ଏଠି ପୂଜା କରିବାକୁ ଆସାଯାଏ। ଏଠି ଦେଖୁଥିବେ ପାହାଡ଼ଟା, ସେଇଠି ଯେଉଁ ସ୍ଲପ୍ଟା ଆପଣଙ୍କୁ ଦେଖାଯାଉଛି ପଥରଟା ସେଇଠି ଅଛି। ଆଉ ରଜ ଦିନ କେବେ ଗୋଟେ ଆସିଲେ ମୁଁ ବୁଲିବା ପାଇଁ ଆପଣମାନଙ୍କୁ ଦେଖେଇଦେବି କ'ଣ ସେଠି କେତେ ବଡ଼ ଇଏଟା କୂଅଟା କ'ଣ। ତ ଆଜି ଏଠି ଦେଖିଥାନ୍ତୁ, ଏଇଟା ଆମର ଠାକୁରାଣୀ ପୀଠ। ଏବେ ପୂଜା ସରିଯାଇଛି। ଆମେ ଏବେ ଯିବୁ, ସେଠି ମନ୍ଦିରରେ ପୂଜା ଷ୍ଟାର୍ଟ ହେଲାଣି। ସେଇଠି ଯାଇକି ଆପଣମାନଙ୍କୁ ମୁଁ ଦେଖାଉଛି। ତ ମୁଁ ସେଠୁ ଉପରୁ ତଳକୁ ଏବେ ପଳେଇ ଆସିଲି, କାହିଁକିନା ସେଠି ଦେହୁରୀ ତାଙ୍କ ଟିକେ କାମ ସାରିକି ଆସିବେ। ମାଆଙ୍କ ପାଖରୁ ଅନୁମତି ନେଇକି ବିଦାୟ ନେଇକି ଆସିବେ। ତ ସେଠି ମୁଁ ରହିପାରିବା ଯୋଗ୍ୟ ନୁହଁ। ସେଇଟା ଦେହୁରୀ ତାଙ୍କର ପୂଜା ସାରିକି ସିଏ ଆସିବେ। ମୁଁ ଏଠି ଦୁଆରଶୁଣୀ ପାଖରେ ଛିଡ଼ା ହେଇଛି। ସେ ଦେହୁରୀ ଏବେ ପଳେଇ ଆସୁଛନ୍ତି। ତ ଏଠି ଦେଖନ୍ତୁ, ଏଇ ଯେଉଁ ପଥରଟା ଏଇଟା ହେଉଛି ତାଙ୍କ ମାଆଙ୍କ ଗେଟ୍। ପଥରଟା ଆପଣ ଦେଖିପାରୁଥିବେ, ଏଇଟା ହେଉଛି ମାଆଙ୍କ ଗେଟ୍ କହିତେ ଗଲେ। ଦୁଆରଶୁଣୀ ଯେଉଁଟା, ଏଇଠୁ ଅନୁମତି ନେଇକି ଉପରକୁ ଆମେ ଯାଉ। ଏଠି ବେଲ ଗଛ ବି ଗୋଟେ ଅଛି। ଏଇଟା ଦେଖନ୍ତୁ ବେଲ ଗଛଟା, କାରଣ ଏଠି ମହାଦେବ ଯେହେତୁ ଅଛନ୍ତି, ମହାଦେବ ବି ଏଠି ଅଛନ୍ତି। ତ ସେଇପାଇଁ ଏଠି ବେଲ ଗଛ ବି ଗୋଟେ ଅଛି। ଆଉ ଏଠି ପୂଜା କାମ ସରିଗଲା। ଏବେ ଆମେ ଯିବୁ ସେଠି ଯଜ୍ଞ, ସେଠି ଯେଉଁଠି ହେଉଛି ଆମ ମନ୍ଦିର, ସେଠି ସୂର୍ଯ୍ୟ ପୂଜା ଚାଲିଥିବ। ଯାଇକି ଆପଣଙ୍କୁ ସୂର୍ଯ୍ୟ ପୂଜା ଦେଖିବା ପାଇଁ ଟ୍ରାଏ କରୁଛି। Dev
ये देखो यहाँ हूँ आम गाँ मंदिर रे ठाकुराणी आमर देख पार आज ये पहाड़ पूजा सारी आसिक ये पूजा होता ये प्रबल भिड़ लगी आज निहाती 200 ରୁ 300 भक्त पूजा करने आसते देख पार माँ को पूरा फुलरे ढंकाई दिखाई पूरा आज ये हूँ गाँ मंदिर ये डेली प्रति गुरुवार ये माँ पूजा पाते ये प्रति गुरुवार पूजा हुए ये यज्ञ चलती आमर से पाखे प्रसाद सेवन चली एबे भी लोक अच्छा प्राय आज 2000 ରୁ 2500 लोक खाई सारे एबे भी चली प्रसाद सेवन ये आमर यज्ञ चली संध्या बेलू पूर्णाहुति हम जी घटर नड़िया आसला सब गुड़ा ये पूर्णाहुति दिहब आती नड़िया लोक मैंने दिखती से गुड़ा भी पूर्णाहुति दिहब ये एडे देखो ये पूर्णाहुति आमर चली पूरा जोरसोर रे पूर्णाहुति चली होम घी पोड़ा चली पूरा नना मैंने बाहर आसिक आमर यज्ञ करते पूरा घी पोड़ा चली आप देखिए संकट प्रफुल्ल नड़िया गुड़ा सब नहीं आस लोक नारसिंह हरे मुरारे मधुपेट भारे आरोग्यमैश्वर्य देहि मे भाग्यवान देख पारे आम यज्ञर ए पूर्णाहुति हो नड़िया गुड़ा सब कुंड दे दिखाई पोड़ापी ये सब पोड़ी पूरा भस्म हो नड़िया गुड़ा पूरा घी भी पूरा ढाली दिखाई तो ए वर्षर यज्ञ शेष हो गला आज।
ପୂର୍ଣ୍ଣାହୁତି ସହ ଏ ବର୍ଷର ଯଜ୍ଞ ଶେଷ ହୋଇଯାଇଛି। ଆସୁଛି ବର୍ଷ ଆଉ ଥରେ ପୁଣି ଥରେ ଯଜ୍ଞ ହେବ ଏଇ ଡେଟ୍ରେ କି ଅଲଗା ଡେଟ୍ ବି ହେଇପାରେ, ସେଇଟା ଠିକ୍ ନୁହଁ, ତିଥି ଅନୁସାରେ ଦେଖାଯିବ। ବଟ୍ ଏ ବର୍ଷର ଯଜ୍ଞ ଶେଷ ହୋଇଗଲା। ପୂର୍ଣ୍ଣାହୁତି ସହ ଦେଖିପାରୁଥିବେ ଏଠି ନଡ଼ିଆ ଗୁଡ଼ା ପୋଡ଼ା ଚାଲିଛି ସେଠି ହୋମକୁଣ୍ଡରେ। ଏମାନେ ନନାମାନେ ଆସିଥିଲେ, ଯେଉଁମାନେ ଏଠି ଯଜ୍ଞ କରିଛନ୍ତି, ବାହାରୁ ଆସନ୍ତି ନନାମାନେ ଯଜ୍ଞ ହୋମ କରିବା ପାଇଁ। ମଣ୍ଡପ ପାଖକୁ ଆସନ୍ତୁ।